ହ୍ୟାଲୋ ଫ୍ରେଣ୍ଡସ୍, ଆଜି ହେଉଛି ହାପି ଦୀପାବଳି ଓ କାଳୀ ପୂଜା। ଆଜି ଆମ ଗାଁରେ ସନ୍ଧ୍ୟାବେଳେ ଯାଇ ସବୁ ଜାଗାରେ ଦେଖିଲି ସମସ୍ତଙ୍କ ଘର ସଜେଇ ହେଇଛି, ଦୁଆରେ ଦୀପ ବି ଜାଳୁଛନ୍ତି। ଯାହା ହଉ ଆମର ତ ଦୀପ ଫିପ ଜଳା ହେଇନି, ମୁଁ ଖାଲି ବୃନ୍ଦାବତୀ ପାଖରେ ଆମର ଟିକେ ମୁରୁଜ ପକାଇ ଦେଇଛୁ, ଆମର କିଏ ନାହିଁ ପକାଇବା ପାଇଁ। ଯାହା ହଉ ସୁନ୍ଦର ଲାଗୁଥାଏ। ତା ସହିତ ଯାଇକରି ବଜାରରେ ପହଞ୍ଚିଲି। ବଜାରରେ ପହଞ୍ଚିଲା ପରେ ଦେଖିଲି ବାଣ ଦୋକାନରେ ପ୍ରବଳ ଭିଡ଼। ମୁଁ ତ ବାଣ ଫୁଟାଇବାର ନାହିଁ, କାହିଁ ବାଣ ବେକାର ନଷ୍ଟ କରିବୁ। ଯାହା ହଉ ଘର ସଜା ରହିଛି, ଦେଖିଲି ଯାହା ବଢ଼ିଆ ବଢ଼ିଆ ଡିଜାଇନ୍ ତିଆରି ହେଇଛି। କିଏ ଦୀପ ଲଗେଇଛି, କିଏ ତ କ୍ୟାଣ୍ଡେଲ୍ ଲଗେଇଛି, କିଏ ଘରକୁ ଲାଇଟମୟ ବି କରିଛି। ଯାହା ହଉ ଛୋଟ ଛୋଟ ପିଲାମାନେ ବି ରୋଡ଼ ଉପରେ ଝୁରଝୁରିଆ ହଉ କି ଯେଉଁ ଖଇ ବାଣ ହଉ, ବିଭିନ୍ନ ପ୍ରକାରିଆ ବାଣ ବି ରାଜରାସ୍ତା, ଗାଁ ଛକ ସବୁ ଜାଗାରେ ଫୁଟୁଥିଲା। ବହୁତ ଆନନ୍ଦ ଉଲ୍ଲାସ ବି ରହିଥିଲା। କିଏ ବଡ଼ ବଡ଼ିଆକୁ ବି ଡାକୁଥିଲା। ଯାହା ହଉ ବହୁତ ଆନନ୍ଦ ଉଲ୍ଲାସ ଲାଗୁଥାଏ। ଆଜି ତ ସମସ୍ତେ ଖୁସି ହେଇଯାଉଥିଲେ। ଆଜି ଗୋଟେ ଦିନରେ କେତେ ଟଙ୍କା ଖର୍ଚ୍ଚ ହେଲା, ପଲ୍ୟୁସନ୍ ବି ହେଲା, କେତେ ଟଙ୍କା ଜଳିଗଲା ଚିନ୍ତା କଲେ। ତା ସହିତ ମୁଁ ପହଞ୍ଚିଲି ଗେଟ୍ ବଜାରରେ ମା ତାରିଣୀ ହୋଟେଲରେ ପୂଜା ହେଉଥିଲେ, ହୋଟେଲ ପୂଜା ଚାଲିଥିଲା। ଯାହା ହଉ ପୂଜା ଦେଖିଲି, ପପୁ ଦୋକାନରେ ପୂଜା ଦେଖି ପୂଜା ସରିଲା, ଭୋଗ ଦେଲା, ଆମେ ଖାଇଲି, ମୁଁ ଆସିଲି ଘରକୁ। ଯାହା ହଉ ଏ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଥିବ ଟିକେ ଲାଇକ୍ ଟିକେ ସେୟାର